ଭେନେଜୁଏଲା ଇରାନ ପରେ କିଏ? ଟ୍ରମ୍ପଙ୍କ ଟାର୍ଗେଟରେ ଏହି ଦେଶ କବ୍ଜା କରିବାକୁ ଦେଲେ ଖୋଲାଖୋଲି ଧମକ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ରାଜନୀତିର ରଣଭୂମିରେ ଏକ ନୂଆ ମୋର୍ଚ୍ଚା ଖୋଲିବାର ସ୍ପଷ୍ଟ ସଂକେତ ଦେଇଛନ୍ତି। ମିଆମିରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇରାନ ଏବଂ ଭେନେଜୁଏଲା ପରେ ଏବେ କ୍ୟୁବା ପାଳି। ଟ୍ରମ୍ପଙ୍କ ଏହି ବୟାନ କେବଳ କ୍ୟୁବା ନୁହେଁ ବରଂ ସମଗ୍ର ଲାଟିନ୍ ଆମେରିକାରେ ରାଜନୈତିକ ବାତାବରଣକୁ ଉଷ୍ମ କରିଦେଇଛି। ଟ୍ରମ୍ପ କ୍ୟୁବା ବିରୁଦ୍ଧରେ କେଉଁ ପ୍ରକାର ପଦକ୍ଷେପ ନେବେ ସେ ନେଇ କୌଣସି ସ୍ପଷ୍ଟ ରୋଡମ୍ୟାପ୍ ରଖିନାହାନ୍ତି, କିନ୍ତୁ ସାମରିକ ଶକ୍ତି ପ୍ରୟୋଗ ନେଇ ସେ ଦେଇଥିବା ସଂକେତ ବେଶ୍ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି, ମୁଁ ଏକ ବିଶାଳ ସେନା ଗଠନ କରିଛି। ମୁଁ ଚାହୁଁଥିଲି ଯେ ଏହାର ବ୍ୟବହାର କରିବାକୁ କେବେ ସୁଯୋଗ ନ ଆସୁ, କିନ୍ତୁ ବେଳେବେଳେ ଶକ୍ତି ପ୍ରଦର୍ଶନ ଏବଂ ପ୍ରୟୋଗ ଜରୁରୀ ହୋଇପଡ଼େ। ମନେ ରଖନ୍ତୁ, କ୍ୟୁବା ହେଉଛି ପରବର୍ତ୍ତୀ ଲକ୍ଷ୍ୟ। ଟ୍ରମ୍ପ କ୍ୟୁବାର ଭବିଷ୍ୟତକୁ ଏକ ଫ୍ରେଣ୍ଡଲି ଟେକ୍ଓଭର ବା ମୈତ୍ରୀପୂର୍ଣ୍ଣ ଅଧିଗ୍ରହଣର ସମ୍ଭାବନା ବୋଲି କହିଥିଲେ ମଧ୍ୟ ଏହା ନହେଲେ ସାମରିକ କାର୍ଯ୍ୟାନୁଷ୍ଠାନର ଧମକ ଦେବାକୁ ପଛାଇ ନାହାନ୍ତି। ହ୍ୱାଇଟ୍ ହାଉସ୍ରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ କ୍ୟୁବାକୁ ଆଜାଦ କରିବା କିମ୍ବା ଦଖଲ କରିବାର ସମ୍ମାନ ସେ ପାଇବାକୁ ଚାହାନ୍ତି। ଭେନେଜୁଏଲାରେ ନିକୋଲାସ ମାଦୁରୋଙ୍କ ସରକାର ପତନ ପରେ କ୍ୟୁବା ଏବେ ଏକାକୀ ହୋଇପଡ଼ିଛି। ଦୀର୍ଘ ସମୟ ଧରି ଭେନେଜୁଏଲା କ୍ୟୁବାକୁ ଶସ୍ତା ତୈଳ ଏବଂ ଇନ୍ଧନ ଯୋଗାଇ ଆସୁଥିଲା। ଆମେରିକା ସମର୍ଥିତ ଅପରେସନ ଯୋଗୁଁ ମାଦୁରୋ କ୍ଷମତାଚ୍ୟୁତ ହେବା ପରେ କ୍ୟୁବାକୁ ମିଳୁଥିବା ତୈଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଫଳସ୍ୱରୂପ କ୍ୟୁବାରେ ଏବେ ଭୟଙ୍କର ଶକ୍ତି ସଙ୍କଟ ଦେଖାଦେଇଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ଏବଂ ଖାଦ୍ୟ ସାମଗ୍ରୀର ଅଭାବ ଯୋଗୁଁ ସେଠାକାର ସାଧାରଣ ଜନତା ଅତିଷ୍ଠ ହୋଇପଡ଼ିଲେଣି। ଏଭଳି ସ୍ଥିତିରେ ଟ୍ରମ୍ପଙ୍କ ବୟାନ କ୍ୟୁବା ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି। ଟ୍ରମ୍ପଙ୍କ କଠୋର ଆଭିମୁଖ୍ୟ ସତ୍ତ୍ୱେ ପରଦା ପଛରେ କୂଟନୈତିକ ଆଲୋଚନା ଜାରି ରହିଥିବା ସୂଚନା ମିଳୁଛି। ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ଆମେରିକା ଚାହୁଁଛି କ୍ୟୁବା ରାଷ୍ଟ୍ରପତି ମିଗୁଏଲ ଡିଆଜ କାନେଲ ନିଜ ପଦରୁ ହଟିଯାଆନ୍ତୁ। ଅନ୍ୟପଟେ କ୍ୟୁବା ସରକାର ମଧ୍ୟ ଆମେରିକା ସହ ଆଲୋଚନା କରୁଥିବା ସ୍ୱୀକାର କରିଛନ୍ତି। କ୍ୟୁବା ବର୍ତ୍ତମାନର ଆର୍ଥିକ ଦୁରବସ୍ଥା ମଧ୍ୟରେ କୌଣସି ପ୍ରକାର ସାମରିକ ସଂଘର୍ଷକୁ ଏଡ଼ାଇବାକୁ ଚେଷ୍ଟା କରୁଛି। ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଆମେରିକା ଉପରେ ରହିଛି। ଟ୍ରମ୍ପ କ୍ୟୁବାକୁ ନେଇ କେଉଁ କେଉଁ ଚାଲ ଚାଲୁଛନ୍ତି ଏବଂ ଏହା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେଉଛି କିମ୍ବା ଆଉ ଏକ ସାମରିକ ସଂଘର୍ଷର ରୂପ ନେଉଛି ତାହା ସମୟ କହିବ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତି ଏବେ କ୍ୟୁବା ଦୁଆରରେ ପହଞ୍ଚି ସାରିଛି। ବ୍ୟୁରୋ ରିପୋର୍ଟ, କନକ ଡିଜିଟାଲ।